मंगला प्रांगण आज जो संकीर्तन चली श्री माँ मंगला एठारे उपस्थित समस्त भक्त मान मनस्कामना पूर्ण करंतु सर्वे बोल आनंद कबार हरि बोल हे सुना सुजाने मारा अमृता कहानी जरा नाम तुंडे हृदय जापिले मनस्कामना हुए पूर्ण पुण्य सुनो अमृता कहानी हे सुनो सुजाने बाबूरे मार अमृत रसकू संसार रे आमे कोन कवि माने कोन केही वर्णन पारि नाही आमे कोन वर्णना करबा क्षुद्र कलाकार हिसाब रे जहा दुई पद जानिछे मार वर्णना करी गंतव्य पथरे आगे जिबा रे बाबा चारि जुग रे आज्ञा भगवान कर पदार बिंदर नाम रूप कर अमृत रस झरे किंतु कली जुग रे मार नाम रु आज्ञा अमृत झरे सतरे कथारे अछि कोन अछि जननी जन्मभूमि से स्वर्गाधपि करियसी मां हेउछि आकाश ठारु बड़ जार हृदय ए सागर ठारु बड़ जार मन ए धरा ठारु बड़ सिए हेउछि मां जे कोनसी छोट विपदटी आसुवा बड़ विपदटी आसु आज्ञा पिलाटी झुंटेई एई पडु सर्वप्रथमे पाटिरु बाहरी आसे मां तेणु करी कवि कहिले कोन कहिले कवि क्रे मां बोली जे अक्षर बाछी देला के साथे किछि न लागे मोते तेणु करी मार नाम रु आज्ञा जे अमृत रूपक झरे गोटे अक्षर रु दुईटी अक्षर भासी आसे मां सदा सर्वदा मार को जेतेबेले जे डाके मां सदा सर्वदा कहे हा मो पाख को चली आसिले मु तोर सर्व विपद को दूर करी सर्व सुख तते ढाली देबी तेणु करी कवि कहिले कोन कहिले मां बोली जे अक्षर पाछि देला के साथे ताहा ठारू अमृत किछि न लागे मोते जय जय जगन्नाथ हे जय जगन्नाथ जार पादे कोटि ब्रह्मांड ज्ञान करे अच्युत रोग बाग हेले पाखरु केबे छाड़ी न जाए
ନିଧନ ଥାଏ କୌତୁହମଣି ଯାହାର ଅଟେ ଗଳାର ହାର ଦେଖନ୍ତୁ ଆଜ୍ଞା ଆମେ ସମସ୍ତେ ଯେତେବେଳେ ଛୋଟ ପିଲାଟିଏ ହେଇଥିଲେ ପିଲାଟିଏ ଖାସି ଦେଲେ ଆଜ୍ଞା ସର୍ବପ୍ରଥମେ ଉଠି ପଡେ ମା ପିଲାଟି ଯଦି ଉଠି ପଡି ରାତିରେ କାନ୍ଦେ ଆଗ ଉଠେ ମା ତେଣୁକରି ମାର ନାମକୁ ଯେଉଁ କବି ମାନେ ବର୍ଣ୍ଣି ପାରି ନାହାନ୍ତି ଆମେ କଣ ବର୍ଣ୍ଣିବା ତେଣୁକରି ମା ହେଉଛି ମାର ଅମୂଲ୍ୟ ରତନ ମାକୁ କେହି ସଂସାରରେ ତାର ଋଣକୁ ଆଜି ପର୍ଯ୍ୟନ୍ତ ସୁଝି ନାହାନ୍ତି କି କେହି ସୁଝି ପାରିବେ ନାହିଁ ମଧ୍ୟ କାରଣ ଯାହା ରଖିଥାଏ ନିଜର ପେଟରୁ ସେହି କାଟି ସନ୍ତାନ ମାନଙ୍କୁ ସମାନ ଭାବେ ଦିଏ ସେ ବାଣ୍ଟି ଲକ୍ଷ୍ମୀ ଦେବୀ ତାର ଗାହନ ତାକୁ କି ଦେବୀ ଧନ ଗରୁଡ଼ ଯାହାର ଆସନ କିବା ଦେବୀ ଆସନ ଯଦି ଆଜ୍ଞା ପଡୋଶୀ ଘର କିଛି ଭଲ ମନ୍ଦ ଦେଇଥାନ୍ତି ଏକା ରଖିବ ବୋଲେ ମା ସେ ମା ଭାବିବ କଣ ପିଲାଟି ମୋର ବାହାରକୁ ଯାଇଛି କଣ ଖାଇଥିବ ନା ନାଇଁ ଆଉ ଟିକେ ତାକୁ ଖାଇବାକୁ ଦେବି ମା ରଖିଥିବ କିନ୍ତୁ ଆଜିକାଲିକା ସ୍ତ୍ରୀ ମାନେ କଣ କହନ୍ତି ସେଇଠି କବି ଲେଖିଛନ୍ତି କଣ ଯେତେ ଖାଇଥିଲେ ମୋଟେ ଖାଇ ନାହିଁ ମା କହୁଥିବ ହାରି ଯାକୁ ଯେବେ ଖାଇବା ମାଗିବ ଉଠୁ ଉଠୁ ବେগে ଯା ଯା ଉଠୁ ବେগে ଯା ଯା ଉଠୁ ବେগে ଯା ଯା ଯେତେ ଭୋଜି ଭାତ ଖାଇଥାଉ ଯାହା ଖାଇଥାଉ ମା କହିବ ବାବୁରେ ଖାଇଛୁ ନା ନାଇଁ ଆଉ ଟିକେ ଖାଇଦେ କିନ୍ତୁ ସ୍ତ୍ରୀ ମାନେ ଆଜିକାଲି କହିବେ କଣ ଜାଣିଛ ସ୍ୱାମୀ ମୋର ବାହାରକୁ ଯାଇଛି କେତେ ଭଲ ମନ୍ଦ ଖାଉଥିବ ଏଇଟା କଣ ତା ପାଇଁ ରଖିବି ମୁଁ ଖାଇଦିଏ ଇଏ ହେଉଛି ମା ଆଉ ସ୍ତ୍ରୀ ମଧ୍ୟରେ ପାର୍ଥକ୍ୟ ତେଣୁକରି ବାବୁରେ କଣ ପୁଅ ହେଉ ପଛେ ଛୋଟାକୁ ଯାଅନ୍ଧ ମାର ଆଖିରେ ପୂର୍ଣ୍ଣିମାର ଚାନ୍ଦ ଆଜ୍ଞା ଛୋଟା ହେଇଥାଉ ପୂଜା ହେଇଥାଉ ଅନ୍ଧ ହେଇଥାଉ ଯଦି କିଏ ତାକୁ କହିଦେଲା ଛୋଟାଟା ବୋଲି ମାର ହୃଦୟ କେବେ ସମ୍ଭାଳିବନି ମା ସଦା ସର୍ବଦା ତାର ସନ୍ତାନ ମାନ ଆକାଶର ଚାନ୍ଦ ସଦୃଶ ଭାବେ ଆଉ ମାର ସ୍ନେହ ଆଦର କେମିତି ଜାଣିଛ ମା ହାତ ରନ୍ଧା ଚୁଛା ଭାତ ଥାଳି ଲାଗଇ ସେ ଅମୃତ ଠୁବଳି ଲାଗଇ ସେ ଅମୃତ ଠୁବଳି ଲାଗଇ ସେ ମାର ହାତ ରନ୍ଧା ଚୁଛା ଭାତ ଥାଳିଟା ଆଜ୍ଞା ଅମୃତ ଭଳି କାହିଁକି ଲାଗେ ସେଥିରେ ସ୍ନେହ ଆଦର ଭରି ରହିଥାଏ ସ୍ୱାମୀ ଦେଖନ୍ତୁ ଆଉ ସ୍ୱାମୀଟିଏ ଯଦି ଆଜ୍ଞା ବାରିପଟେ କିଛି କାଠ ହାଣିଦେଲା ଯଦି କିଛି ଝାଳ ବୋହିଗଲା ସ୍ତ୍ରୀ ମାନେ ଆଜିକାଲି କଣ କହନ୍ତି କଣ ଏମିତି କରିଦେଲ ଯେ ଝାଳ ଟିକେ ବୋହିଗଲା କିନ୍ତୁ ମା ବାବୁରେ ସେତିକି ଥାଉ ହାଣେ ନା କାନି ପଣତରେ ଝାଳକୁ ପୋଛି ଦବ ସିଏ ହେଉଛି ମା କାରଣ ହଜି ଯାଇଥିଲେ ଖୋଜି ଆଣିବ ଭାଙ୍ଗି ଯାଇଥିଲେ ଗଢ଼େଇ ଦବ ହଜି ଯାଇଥିଲେ ଖୋଜି ଆଣିବ ଭାଙ୍ଗି ଯାଇଥିଲେ ଗଢ଼େଇ ଦବ କୋଳରେ ବସାଇ ନାନା ଗୀତ ଗାଇ
ଆଜ୍ଞା ମା ପରି ସଂସାରରେ କେହି ହୋଇପାରିବେନି। ହେଇପାରିବେ ନାହିଁ। କାରଣ କାରଣ କ୍ଷୀରି ଖାଇବା ଖେଚୁଡ଼ି ଖାଇବା ଭାତ ପରି କିଏ ହବ ମାଉସୀ ପାଳିବା ପିଉସୀ ପାଳିବା ମା ସ୍ନେହ କିଏ ଦବ ମା ସ୍ନେହ କିଏ ଦବ ମା ସ୍ନେହ କିଏ ଦବ ମା ସ୍ନେହ କିଏ ଦବ କ୍ଷୀରି ଖାଇବା ଖେଚୁଡ଼ି ଖାଇବା ଭାତ ପରି କିଏ ହବ କ୍ଷୀରି ଖାଇବା ଖେଚୁଡ଼ି ଖାଇବା ଭାତ ପରି କିଏ ହବ ମାଉସୀ ପାଳିବା ପିଉସୀ ପାଳିବା ମା ସ୍ନେହ କିଏ ଦବ 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 ତେଣୁକରି ବାବୁରେ ମାର ସ୍ନେହ ମାମୁଁ ଘରେ ରୁହନ୍ତୁ ମାଉସୀ ଘରେ ରୁହନ୍ତୁ ପିଇସି ଘରେ ରୁହନ୍ତୁ ସ୍ନେହ ମାର ସଂସାରରେ କେହି ଦେଇପାରି ନାହାନ୍ତି କି ଦେଇପାରିବେ ନାହିଁ। ନାହିଁ ତେଣୁକରି ବାବୁରେ ମାର ବନ୍ଦନାଟିଏ କରି କରି ଗନ୍ତବ୍ୟ ପଥରେ ଆଗେଇ ଯିବା। ଆଗେଇ ଯିବା।